गोटे ब्राह्मणर डाहाण पादटा देइछि हाँ डाहाण पाद देइछि डाहाण पादरे ब्राह्मणर कोन अछि जानिछु पादरे पुणी ब्राह्मण मानकर अछि आगे गोंडमा गायत्री देवाहक लगी तो कानी ध्वनिया स्तुतिर भारत भूमि भागे आज्ञा स्वर्गां पवर्गास पदमार्ग भूते स्वर भवंती भूय पुरुष सुरद्वाग से डिंगर निवासी रणाबाबुंकर सत्यनारायण कल्याण करंतु सर्वतीर्थ चलापद कुसुमित करंतु सर्वे बोलानंदे कबार हरि हरि बोल भूत आबाल बुद्ध बनिता मानकर मंगल हो बोलानंदे कबार हरि हरि बोल हरि बोल हरि बोल बोले तमे मोर ओरिजिनल कृष्ण नुह नोहा मो कृष्ण बंशीधरे हाथ दे मो कृष्णर काने रे गड़गड़िया कांच माला शोभा पाई हाँ मो कृष्ण कठो बिंधिकी जाए बस मो कृष्ण छाती रे गुटे गोसेई पुओ गोइठा ए आज्ञा ता पाद दिन थाए आए प्राक्टिकल रे सार देखै दउछन्ती आज्ञा मो बुढ़ा लोक आ केते दिन गले तुम पाखको आसीची आश्रय नै कि दी पैसा बंची खाई बोली तमे गोइठा मारतो जेमिति श्रीपत हां तोते गुइठाटे मारिछि आज्ञा देखुनाहांती पाद चिन्ह बादोला दे पाद ए गेरे ए मंच ऊपर तू जेते बुढ़ा आइली आज्ञा मो की गायक आउ मो संगीत आज्ञा आज्ञा दुरे मु जने ब्राह्मण आज्ञा गोटे ब्राह्मणर मु डाहाण पादटा देइछि हाँ डाहाण पाद देइछि डाहाण पादरे ब्राह्मणर कोन अछि जानिछु पादरे पुणी ब्राह्मण मानकर अछि बोला पृथ्वी जानी तीर्थानी जानी तीर्थानी सागरे सागरे जानी तीर्थानिया ब्राह्मण सिंह दक्षिणांघ्री ब्राह्मणर डाहाण पादरे हां पांचटा अंगुठीरे अच्छा पंचतीर्थ धाये आज्ञा से के ये से ना पांचटी सागरर तीर्थ देखिबा पुण्य जाहा आहा गोटिए सागर को जीवा पाई हेले तो 2000 अति कमरे खर्च निश्चित 5 रात्रे 10,000 खर्च करता आउ तते मु पाद धुଳି देई 10,000 टंकार फल देली फल पाइले मंद पाइले ए प्रभु जदि गोटे पादरे ई प्रकार तीर्थ मु उपलब्धि करूची आउ गोटे गोइठा मारम ए ब्राह्मण हा बाह पादुरा देले कि झल सुदा आज्ञा मु देखै दउचे थरा ब्राह्मणर बाह पादरे कोन अछि जानिछु कोन ना पृथ्व्यां बड्ड तीर्थानी तीर्थानिर बड्डर भवेते पंचवटं समजुगत्या तो ब्राह्मण बामांघ्री ब्राह्मणर
ବାମ ପାଦରେ ଆଜ୍ଞା କଳ୍ପ ବଟ ବାଂଶା ବଟ ବଂଶୀ ବଟ ଉଦୟ ବଟ ଯମୁନା ବଟ ଆଜ୍ଞା 5ଟା କଳ୍ପ ବଟର ପୁଣ୍ୟ ବ୍ରାହ୍ମଣର ବାମ ପାଦରେ ରହିବ। ରହିଛି କଳ୍ପ ବଟ ହିମାଳୟ ଉତ୍ତରପ୍ରଦେଶ ହରିୟାଣା ଆଜ୍ଞା ଆଜ୍ଞା ହିମାଚଳ ପ୍ରଦେଶ ହଁ ସେଠିକି ଯିବା ପାଇଁ ଟଙ୍କା 10,000 ଖର୍ଚ୍ଚ କହନ୍ତୁନି ଆଜ୍ଞା ଗରିବ ଲୋକ ଏତେ ପାଇବିନି ଇଏ ଯମୁନା ବଟ ଦେଖିବାକୁ ହେଲେ ତୋତେ ଯିବାକୁ ପଡିବ ମଥୁରା ବୃନ୍ଦାବନ। ବାସ୍ ଯମୁନା ନଦୀ କୂଳରେ ପହଞ୍ଚିବୁ ଟଙ୍କା 7,000 ଖର୍ଚ୍ଚ କରିବାକୁ ପଡିବ। ଆଜ୍ଞା ତେଣୁ 5ଟା ତୀର୍ଥ ବୁଲିବା ପାଇଁ ଟଙ୍କା 30,000 ଟ୍ରେନରେ ଦେଲେ ବୁଲିବୁ। ହଁ 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 ପୁଅ ଏପଟେ 30 ପାଇଲୁ ସେପଟେ 10 ପାଇଲୁ କେତେ ହଜାର ଟଙ୍କାର ପୁଣ୍ୟ ପାଇଲୁ? 40,000 ଏତିକି କଥା ରଖିବୁ। ଆଜ୍ଞା ଏଇ ବ୍ରଜରାଜପୁର ଗାଁରେ ଯୋଉ 4 ଦିନର ପାଲା ପଇସା ତ ଭାଗ ଆଉ ନବୁନି ବାପା। ମରିଯିବି ଆଜ୍ଞା ଆରେ ତୋତେ ମୁଁ 40,000 ଟଙ୍କାର ପୁଣ୍ୟ ଦେଇ ସାଇଲିଣି। ଆଜ୍ଞା ମୋ ନାତୁଣୀ କୁରୁକୁରି ଖାଇବ ବୋଲି ମତେ ବାରମ୍ବାର ଫୋନ ପବନ ବାହାରି ଯାଉଛି କାଲିଠୁ ଗୋଟେ ଦାନ୍ତ ଲଗା ଲଗେଇବି ହଁ ଆପଣ ପଇସା ଦେବେ ନାଇଁ ଆଜ୍ଞା ବୁଢା ଫୋନ ପ୍ଲେ କରିଦବ ଫୋନ ପ୍ଲେ କରିଦବ କରିଦେବି କରିଦେବି ମୂର୍ଖ ଗୁଡିଗାର। ରାଧା ଉତ୍ତର ଦେଲେ ତମେ ମୋ କୃଷ୍ଣ ନୁହ ନା ନାହିଁ ରାଧା ଆଚ୍ଛା 100 ବର୍ଷ ଅଭିଶାପ ପାଇଥିଲେ ଆମେ ଧୌମ୍ୟ ବାବାଜୀ ଅଭିଶାପ ଦେଇଛନ୍ତି। ତମର ମୋର 100 ବର୍ଷ ବ୍ୟବଧାନ ହଁ ବିଚ୍ଛେଦ ଘଟିବ। କେଡେ କଥା ହେଲା ରେ 100 ବର୍ଷ ବିତିଗଲାଣି ତ ହୁଏ ତ ବୟସର ତାରତମ୍ୟ ଆଚ୍ଛା ଶରୀରର ଚାକଚକ୍ୟର ସମୀକରଣ ବଦଳି ଯାଇଛି ବୋଲି ତମେ ମତେ ଚିହ୍ନି ପାରୁନ। ମୁଁ ତମ କାହ୍ନୁ ନାଇଁ ନାଇଁ ଶୁଣା ତମେ ମୋ କାହ୍ନୁ ନୁହଁ। ନାଇଁ ନାଇଁ ତମେ ଯେତେ ସ୍ୱଚ୍ଛ ବିବୃତି ଦେଲେ ବି ବାସ୍ ମୋ କାହ୍ନୁକୁ ମୁଁ ଚିହ୍ନିନି। ଆଉ କଣ ମୁଁ ଅନେକ ଦିନ ହେଲା ଗୋପପୁରରେ ତାଙ୍କ ସହିତ ମୋର ଭାବ ଅଛି ଆଉ କଣ ମୁଁ ଚିହ୍ନିନି ଯେ ତମ ମତେ ଚିହ୍ନଉଛ? ହଁ ତୁ ତ ଭାବୁକୁ କେବଳ ଚିହ୍ନିଛୁ ଆଉ ହଁ ଭାବ ବାହାରି ତୁ ଆଉ କିଛି କହିବୁନି। ବର୍ଷା ଘରେ ଭାବ ହଁ ସନ୍ଧ୍ୟା ବେଳେ ଭାବ ହଁ ପାଲାରେ ଭାବ ହଁ କାରଣ ଭାବ ଝିଅକୁ ଉଠେଇକି ନେଇକି ଗାଁରେ ନଣ୍ଡା ହେଇଥିଲୁ ତ ହଁ ଆଜ୍ଞା ହଁ ଚୁକିନି ବସ ଆଜ୍ଞା ମୁଣ୍ଡିଆ ମାରୁଛି ଆଉ ଏଇ କଥା କହନ୍ତୁନି। ନାତି ନାତୁଣୀ ବାହାଘର କଲାଣି 65 ବର୍ଷରେ ଭାବ ଝିଅକୁ ନେଇକି ପଳେଇଥିଲା ଦାଲ ଦାଲୁ ଖାଇଲା ନଣ୍ଡା କରିଦେ। ଆଜ୍ଞା ଲଣ୍ଡା ତ ନାଇଁ ରାଧା ମା ଉତ୍ତର ଦେଲେ ହଁ ମୁଁ କୃଷ୍ଣ ତୋତେ ବନ୍ଧା ପକେଇଥିଲି ତୁ ମୋ ପାଖରେ ବନ୍ଧା ପଡିଥିଲୁ। ଯଦି ମୋ ପ୍ରଶ୍ନର ଉତ୍ତରଟା ଦେଇଦବୁ ତାହେଲେ ମୁଁ ପାଦ ଛୁଇଁ ପ୍ରଣାମ କରିବି ତମେ ମୋର ଆରାଧ୍ୟ ଦେବତା। ସଜନ ବର୍ଗେ ଆଜ୍ଞା ଭଗବାନ କୃଷ୍ଣ କହିଲେ ପଚାର ରାଧା ଯାହା ପଚାରିବ ଯାହା ପଚାରିବ ପଚାର। ବହି ହେଲା ଧୂର୍ଜଟି ମାଧବ ମା ରାଧା ଉତ୍ତର ଦଉଛନ୍ତି କୃଷ୍ଣଙ୍କୁ। ଆଚ୍ଛା ମନେ ପକା କୃଷ୍ଣ ସେଇ ଅତୀତର କଥା। ଜୟ ଘନ ଶ୍ୟାମ ଶ୍ରୀ ନନ୍ଦନ ଇଏ ଜୟ ଜାମଳା ଭଞ୍ଜନ ଇଏ ବସନ୍ତ ଉତ୍ସବ କର ହେ ମାଧବ। ବାବୁରେ ଗୋପପୁର ବୃନ୍ଦାବନ ଯେ ଘନ ବରଣ ହରି ବିଜେ ହେଲେ ଚନ୍ଦ୍ରସେନା ପୁରୀରେ ବସନ୍ତ ରାସ ବସନ୍ତ ସମୟ ପୃଥିବୀ ପୃଷ୍ଠକୁ ଅବତରଣ କରିଛନ୍ତି। କଥା ଦେଇଥିଲେ କୃଷ୍ଣ ଭଗବାନ ଆଜ୍ଞା ରାଧା
ସ୍ୱାମୀ ଆଜି ମୁଁ ମଧ୍ୟାହ୍ନ 4 ଦଣ୍ଡ ବେଳେ ତମ ସହିତ ନିଶ୍ଚିତ ପ୍ରବେଶ କରିବି। ହଁ ତୁମ ସହିତ ମିଶିବି। ତୁମ ସହିତ ମୋର ପ୍ରେମର ଆସର ହବ। ଆଚ୍ଛା ସେଇଠି ଦେଖା ହବ। ରାତି 2 ଘଡ଼ି ହେଲାଣି। ଆଚ୍ଛା କୃଷ୍ଣଙ୍କର ଆସିବାକୁ ବୋଧେ କଣ ମନେ ପଡୁନି। ନା ଟାଇମ ହେଇନି। ସତ କଥା ଆଉ ମୁଁ ଭାବୁଛି ଆଜି କଣ ଖାଇ ଦେଇଛନ୍ତି ବୋଧେ ସେଇଥିପାଇଁ ଆଉ ମନେ ପଡୁନି କଥାଟା ଆଉ ଆରେ କୁଆଡେ କହୁଛୁ? ନାଇଁ ମ କଣ ଗୋଟେ ପକେଇ ଦେଇଛନ୍ତି? ଆଜ୍ଞା କଣ ରେ ସୁଖା ମାଲଟା ମ ବୋଲେ? ସୁଖା ମାଲ ଗୁଟୁକା ବୋଲେ ସେ ଯୋଉ ଗଞ୍ଜେଇ ଗଞ୍ଜେଇ ଘୋଟା ଓ ସେଇଥିରୁ ପକେଇ ଦେଇଛନ୍ତି ବୋଧେ ଆସି ପାରୁନାହାନ୍ତି ଆଉ ମୁଦୁକ ଆରେ କରି କିଏ ପକେଇ ଦେଇଛୁ ରେ? କିଏ ପକେଇଛୁ? ମୁଁ କାହାକୁ କହୁଛି କି କାହାକୁ? ଆର ଦଳକୁ ଆର ଏପର୍ଯ୍ୟନ୍ତ ଆସିନାହାନ୍ତି ଯେ ଏଣୁ ମୁଁ ଭାବୁଛି ଗୁଟୁକା ଖାଇ ଦେଇଛନ୍ତି। ନିର୍ଲଜ କୁଟିକାର। ହରେ ମୋ ବନ୍ଧୁ ହଉଛି ଓଡିଶାର ଜଣେ ନମ୍ର ଆଉ ଭଦ୍ର ଗାୟକ। ଆଜ୍ଞା ସତ୍ୟ ଆଜ୍ଞା। ଆଜ୍ଞା କୋଉ ଗାୟକକୁ ପଦେ କହିବନି ସେ ତା ବାଟରେ ଚାଲିକି ଯିବ। ହଁ ଆଲୋଚନା ନାହିଁ, ସମାଲୋଚନା ନାହିଁ, କିଛି ନାହିଁ। ସେ ଯାହା ଆସିକି ତାର ସେଇଥିରେ ଦାଣ୍ଡି ମାଳିଆ କରିକି ଯିବ। ହଁ ପାଲାକୁ ଟିକେ ପରିବର୍ତ୍ତନ କର ବନ୍ଧୁ, ଆଉ ନହେଲେ ଝିଅ ପିଲା ଭଳିଆ କେତେ ହେଇକି ସମୟ ନଉଛ ଆଉ କିଛି କାମ ନାହିଁ। ନାଇଁ 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 ବସନ୍ତ ସମୟ ଆସିଛି। କେମିତି ଆସିଛି? କିଭଳି? ଦିନ କୃଷ୍ଣ ଦାସ ଧାରିଏ ଲେଖିଲେ ଆଜ୍ଞା ବହି ହେଲା ରସକଲ୍ଲୋଳ ରସକଲ୍ଲୋଳ କୁସୁମ ସମୟ ଅସ୍ଥିର ସମୟ ଦକ୍ଷିଣା ପବନ ବହିଲା ବହିଲା ପବନ ବହିଲା ବହିଲା ଦକ୍ଷିଣ ପବନ ବହିଲା ଦେବ ଦୂତ ହୋଇବ ହାମତ ପଞ୍ଚବଚାନରେ ଗାଇଲା ଆରେ ପନ୍ଦବ ତରପ ହୋଇଲା ବିଷୟ ହୋଇଲା ଧୀର ବିଶିଖ କରିବାରୁ ଲାଘ କାବି କାମିଲିକ ଲେ ଭୟ ଆରେ ବନ୍ଧବ ସଜନ ବର୍ଗେ ଆପଣ ମାନଙ୍କର ବସନ୍ତ ସମୟ ଆସିଛି। ଆଚ୍ଛା ରାତ୍ର 2 ଘଡ଼ି ହେଲାଣି। ବାସ୍ ମୁଁ ପ୍ରଭୁ କୃଷ୍ଣର ଦେଖା ନାହିଁ। ଅଭିମାନ ନିମାରାଧା ଅଭିଜାର ଦେଶକୁ ଧାରଣ କରି କୃଷ୍ଣ ଉପରେ କ୍ରୋଧ ପ୍ରକାଶ କରି ସଖୀ ଗଲା ଛି ଆଉ ସେ କଳା କାହ୍ନୁ ଦଗାଦାର କେଶବକୁ ମୁଁ ଭଲ ପାଇବି ନେଲୁ ସଖୀ। ବନମାଳି ପଦ୍ୟାବଳୀରୁ ଧାରିଏ ଗାଉଛି। କବି ନ ଆଇଲେ କି ପାଲ ଏତେ ଭଲ ପାଇ ପାଇକି ଶେଷ ଫଳରେ ଆସିଲେନି ମୋ ନିକଟକୁ। ଖାଲି ରାତି ଯାକ ମୁଁ ବାୟାମନ ବାୟାମନ ବାୟାମନ। କୋଉ କବି ଏତେ ବାୟାମନ ଲେଖି ତମେ ଘୋଷି ଦେଇଛ ପଦ ଖାଲି 14 ଘିରି ମାରିକି ପାଲା ଗାଇଲେ ପାଲା। ଇଆଡେ ଗାୟକ କହୁଛ ରାତିକେ 12,000ରୁ କମ ହେଲେ ଯିବୁନି। 12,000 ଟଙ୍କା ନବ ଯଦି ରାତିକେ 12 ପଞ୍ଚା 60,000 ଟଙ୍କାର ବହିରୁ ପଦେ ପଦେ ହେଲେ 60 ପଦ ପ୍ରମାଣ ଦିଅ। ତାହେଲେ ତମକୁ 12,000 ଟଙ୍କା ଭୋଗେଇବ।
ଆଚ୍ଛା ରହ ରହ ଆଜ୍ଞା ଆଉ ଇଆଡୁ ସିଆଡୁ ବାଇଆ ମନରେ ପାଲା ଅଛି ଆଜିକାଲି ନାଇଁ ନାଇଁ ନାଇଁ